ଗୁରୁତର ଅଛି ହସ୍ପିଟାଲ ଅଛନ୍ତି ଡକ୍ଟରମାନେ ଚେଷ୍ଟା ଚଲେଇଛନ୍ତି କେବେ ସାର୍ ଏମିତି ଘଟଣା ଘଟିଲା? 18 ତାରିଖ ରାତିରେ ତାଙ୍କର ସାଚୁରେସନ୍ ଫଲ୍ କଲା ଅକ୍ସିଜେନ୍ କମିଗଲା ବୋଲି 3ଟା ରାତିରେ ଆମେ ନେଇଗଲୁ କ୍ୟାପିଟାଲ ହସ୍ପିଟାଲ। ତ ସେଠି ଷ୍ଟ୍ରୋକ୍ ଆସିଲା ପରେ ଆମେ ତାଙ୍କୁ କିମ୍ସ ହସ୍ପିଟାଲ ନେଇକି ଗଲୁ। କିମ୍ସରେ ସିପିଆର୍ଟା ଦେଲା ପରେ ପୁଣି ହାର୍ଟଟା ପୁଣି ଆଉଥରେ ରିଭାଇଭ୍ କଲା, ହାର୍ଟ ଆଉଥରେ ଚାଲିଲା, କିନ୍ତୁ ସେତେବେଳେ ବ୍ରେନ୍ର ଅନେକ କିଛି ପାର୍ଟ କ୍ଷତିଗ୍ରସ୍ତ ହେଇଯାଇଥିଲା। ତାପରଠୁ ଡକ୍ଟର ଏତିକ ଚେଷ୍ଟା କରି କରି ଆସୁଥିଲେ, କିନ୍ତୁ ଅନ୍ତତଃ ଏବେ ବି ଚାଲିଛି, ଚେଷ୍ଟା ଚାଲିଛି ତାଙ୍କ ସାଙ୍ଗରେ। ନାଇଁ ନାଇଁ ନାଇଁ, ଲାଷ୍ଟ 18 ତାରିଖ କଥାବାର୍ତ୍ତା ହେଇଥିଲୁ, ସବୁ କରିଥିଲୁ, ରାତିରେ ବି କଥା ହେଇଥିଲେ, ଖାଇଲେ ପିଇଲେ ସବୁ କଲେ। ଡାକ୍ତର ଲାଗିଛନ୍ତି। ବ୍ରେନ୍ର ବହୁତ ଡ୍ୟାମେଜ୍ ହେଇଛି, ବ୍ରେନ୍ଟା ରିଭାଇଭ୍ କରିବା କଷ୍ଟ ମୋତେ ଲାଗୁଛି, ଦେଖିବା। କିନ୍ତୁ ହାର୍ଟ ଚାଲିଛି, ଫଙ୍କସନ୍ କରୁଛି ହାର୍ଟ, ହାର୍ଟ ରେଟ୍ଟା ବଢ଼ିକି ରହୁଛି, ଟେମ୍ପରେଚର ବି ବଢ଼ିକି ରହୁଛି ଅଧିକା ଟିକେ। ହଁ ଦିଦି ଥର ସେମିତି ରିକଭରିକି ଆସିଥିଲେ, ପୁଣି ମିଟିଂ ଫିଟିଂ ଗଲେ, ପୁଣି ଇଏ ହଠାତ୍ କେମିତି ହେଲା ସେ ରାତିରେ, ରାତି 3ଟା ରାତିରେ ହେଲା କଥା।